ମୁଁ ଆଜ୍ଞା ତାଙ୍କର ଜୁନିୟର ନୁହେଁ, ତାଙ୍କର ମଉସା ଜଣେ ହେଉଛନ୍ତି ଇନକମ୍ ଟ୍ୟାକ୍ସର ଆଡ଼ଭୋକେଟ୍। ମୁଁ କେବେଠୁ ଆଉ କେତେ ତାରିଖରୁ ତାଙ୍କର ଜୁନିୟର ହେଇଥିଲି, ତାଙ୍କ ଚାମ୍ବରରେ କେବେଠୁ ଜଏନ୍ କରିଥିଲି। ଆଉ ସେଇଟା ଟିକେ ଟିକେ ମୋତେ ଟିକେ ଡକୁମେଣ୍ଟ ଟିକେ ଦେଖେଇବେ। ଆଉ ଶୋଇଂ ଏନି ଡକୁମେଣ୍ଟ ସେଇଟା ଆଜ୍ଞା ଏଇଟା ଅବାନ୍ତର କଥା। ଆଉ ଜଣେ ତାଙ୍କ ଯେଉଁ ମଉସା ଯିଏ ଇନକମ୍ ଟ୍ୟାକ୍ସର ଆଡ଼ଭୋକେଟ୍ ଅଛନ୍ତି, ଏଇ ଯେଉଁ ମବ୍ ଲିଞ୍ଚିଂ ଉପରେ ପଚାରିଲେ ତାଙ୍କୁ ଦଫାଟା କ'ଣ କହିବେ। ଆଉ ତାଙ୍କୁ ପଚାରିବେ ଏ ଯେଉଁ ଷ୍ଟେଟମେଣ୍ଟ ରେକର୍ଡେଡ୍ ବିଫୋର ଦି ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ କେଉଁ ଦଫାଟା ଆସୁଛି ଟିକେ ପଚାରିବେ। ଆଉ ଷ୍ଟେଟମେଣ୍ଟ ରେକର୍ଡେଡ୍ ବିଫୋର ଦି ପୋଲିସ ଭାରତୀୟ ଆଇନ ଅନୁସାରେ କ'ଣ ଆସୁଛି, ନାଗରିକ ସୁରକ୍ଷା ଆଇନ ଅନୁସାରେ କ'ଣ ଆସୁଛି ତାକୁ ଟିକେ ଦଫା ଟିକେ ପଚାରିବେ। ଟିକେ ଦେଖିବା କେତେ ଦିନ ହେଲା ଓକିଲାତି, ମାନେ ମୁଁ କୁଆଡ଼େ ତାଙ୍କର ଜୁନିୟର ଥିଲି, ଆଉ କେତେ ଦିନ ଜୁନିୟର ଥିଲି, ଆଉ କେତେ ମୋତେ ଫିସ୍ ଦେଇଛନ୍ତି। ତାଙ୍କ ମଉସା ହେଉଛନ୍ତି ମହାନ ଖଳନାୟକ ଏଥିରେ। ଆଉ ଏଥିରେ କ୍ରିମିନାଲ କନ୍ସପାଇରେସି ଅଛି ଆଜ୍ଞା 61 BNS। ମଉସାଜୀ ଟିକେ କର୍ଣ୍ଣପାତ ଦେଇଥିବେ। ଆପଣ 60,000 ମୋତେ ଦେଇଥିଲେ, ତମ କେବେ ଦେଲେ ଆପଣ ମୋତେ 60,000 ଟଙ୍କା? ଗୋଟେ ଡକୁମେଣ୍ଟ ଦେଇପାରିବ ମୋତେ? ତାଙ୍କ ବିକାଶ ବା ତାଙ୍କ ଜ୍ୱାଇଁ ପୁରା 5,000 ଟଙ୍କା ଦେଇଥିଲେ ସାର୍ଟିଫିକେଟ୍ କପି ଦେବା ପାଇଁ, ବାହାର କରିବା ପାଇଁ। ମୁଁ ଏ ସାର୍ଟିଫିକେଟ୍ କପି ବାହାର କରିଛି, ଆଉ ଆପିୟର କରିଛି, ଏଗୁଡ଼ା ସବୁ ବାହାର କରିଛି, ଆପିୟର କରିଛି ମୁଁ କୋର୍ଟରେ। ଆଉ ସାର୍ଟିଫିକେଟ୍ କପି ବାହାର କରିକି ସାକ୍ଷୀମାନଙ୍କର ଜମାନବନ୍ଦୀ ସାକ୍ଷୀମାନଙ୍କୁ ଏଇଠି ଡାକିକିରି ଆଜ୍ଞା ବସେଇକିରି ତାଙ୍କୁ ବି ମୁଁ ଗୋଟେ ଜେରକ୍ସ କରିକି ଦେଇଛି। ତାଙ୍କୁ ବି ବସେଇକିରି ହୋମୱାର୍କ କରିଛି 7 ଥରରୁ 8 ଥର ପାଖାପାଖି। ମୁଁ ତ କାହିଁ ଫିସ୍ ମାଗିନି। ମୁଁ ଆପଣଙ୍କ ଜୁନିୟର ହେଇଗଲି। ତମ ଦେହ ତେକରେ ମତେ ଜୁନିୟର କରିଥିଲ। ତମ ଜୁନିୟର ଗିରି ତମକୁ ଛଡେଇ ଦେବି ପୁରା। ଗୋଟେ ଆପଣଙ୍କର ଝିଆରୀ ଆସିକିରି ମତେ କହୁଛି ମୁଁ ଆପଣଙ୍କ ଜୁନିୟର। ତମ ଦେହ ତେକରେ ମତେ ଜୁନିୟର କରିଥିଲ। ଗୋଟେ ପରିବାରକୁ ସୋସିଆଲ ମିଡ଼ିଆରେ ଆସିକିରି ଗୋଟେ ଧୋଇ ସାରିଲେଣି, ପୁରା ତେଲ ସାବୁନ ସାମ୍ପୋ ଲଗେଇକି ଧୋଇ ସାରିଲେଣି। ତମେ ଭାବୁଛ ତମ ପାଖରେ ଏକୁଟିଆ ତେଲ ସାବୁନ ସାମ୍ପୋ ଅଛି ନାଇଁ କି? ଆମ ପାଖରେ ଆଉ କିଛି ଆମ ପାଖରେ ଭଲ ଭଲ ବାସନା ତେଲ ଅଛି, ଭଲ ଭଲ ଦାମିକିଆ ସାମ୍ପୋ ଅଛି, ଆଉ ଭଲ ତେଲ ବି ଅଛି। ତମ ମୁଣ୍ଡ ଥଣ୍ଡା କରିଦେବୁ ଆମେ।